ସବୁଠାରୁ ବଡ଼ ପୁଣ୍ୟ କ'ଣ? ଜଣେ ରାଜା ଥିଲେ ଯିଏ ତାଙ୍କ ପ୍ରଜାଙ୍କର ଜଣେ ମହାନ ରକ୍ଷକ ଥିଲେ। ସେ ସର୍ବଦା ତାଙ୍କ ପ୍ରଜାଙ୍କ କଲ୍ୟାଣ ପାଇଁ କାମ କରୁଥିଲେ। ସେ ଏତେ ପରିଶ୍ରମୀ ଥିଲେ ଯେ ସେ ନିଜର ସମସ୍ତ ସମୟ ପ୍ରଜାଙ୍କ କଲ୍ୟାଣରେ ବିତାଇ ଦେଉଥିଲେ। ନିଜର ସୁଖ ଦୁଃଖ ଏବଂ ବିଳାସକୁ ପଛରେ ପକାଇ ସେ ମୋକ୍ଷର ଉପାୟ ଅର୍ଥାତ୍ ଈଶ୍ୱରଙ୍କ ଭଜନ ପାଇଁ ମଧ୍ୟ ସମୟ ବାହାର କରିପାରୁ ନଥିଲେ। ଦିନେ ସକାଳେ ରାଜା ଜଙ୍ଗଲରେ ବୁଲିବାକୁ ଯାଉଥିବା ସମୟରେ ସେ ଜଣେ ଦେବତାଙ୍କୁ ଦେଖିଲେ। ରାଜା ତାଙ୍କୁ ପ୍ରଣାମ କରି ସ୍ୱାଗତ କଲେ ଏବଂ ତାଙ୍କ ହାତରେ ଏକ ବଡ଼ ପୁସ୍ତକ ଦେଖି ସେ ତାଙ୍କୁ ପଚାରିଲେ, ମହାରାଜ, ତୁମ ହାତରେ ଏହା କ'ଣ? ଦେବ କହିଲେ, ରାଜନ୍, ଏହା ଆମର ଖାତା, ଯେଉଁଥିରେ ଭଜନ ଗାନ କରୁଥିବା ସମସ୍ତ ଲୋକଙ୍କ ନାମ ଅଛି। ରାଜା ହତାଶ ସ୍ୱରରେ କହିଲେ, ଦୟାକରି ଦେଖନ୍ତୁ ମୋର ନାମ ଏହି ପୁସ୍ତକରେ ଅଛି କି ନାହିଁ। ଦେବ, ମହାରାଜ, ବହିର ଗୋଟିଏ ଗୋଟିଏ ପୃଷ୍ଠା ଓଲଟାଇବାକୁ ଲାଗିଲେ, କିନ୍ତୁ ରାଜାଙ୍କ ନାମ କେଉଁଠି ବି ଦେଖାଗଲା ନାହିଁ। ରାଜା ଦେବଙ୍କୁ ଚିନ୍ତିତ ଦେଖି କହିଲେ, ମହାରାଜ, ଆପଣ ଚିନ୍ତିତ ହୁଅନ୍ତୁ ନାହିଁ। ଆପଣଙ୍କର ଖୋଜିବାରେ କୌଣସି ଅଭାବ ନାହିଁ। ବାସ୍ତବରେ ଏହା ମୋର ଦୁର୍ଭାଗ୍ୟ ଯେ ମୁଁ ଭଜନ କୀର୍ତ୍ତନ ପାଇଁ ସମୟ ବାହାର କରିପାରୁନାହିଁ ଏବଂ ସେଥିପାଇଁ ମୋ ନାମ ଏଠାରେ ନାହିଁ। ସେଦିନ ରାଜାଙ୍କ ମନରେ ଆତ୍ମଗ୍ଳାନି ଉତ୍ପନ୍ନ ହେଲା, କିନ୍ତୁ ଏହା ସତ୍ତ୍ୱେ ସେ ଏହାକୁ ଅଣଦେଖା କରି ପୁନର୍ବାର ପରୋପକାର ଭାବନା ନେଇ ଅନ୍ୟମାନଙ୍କ ସେବାରେ ଲାଗିଗଲେ। କିଛି ଦିନ ପରେ ରାଜା ପୁଣି ସକାଳେ ଜଙ୍ଗଲ ଆଡ଼କୁ ବୁଲିବାକୁ ବାହାରିଲେ। ସେଇ ଦେବ ମହାରାଜାଙ୍କୁ ଦର୍ଶନ କଲେ। ଏଥର ମଧ୍ୟ ତାଙ୍କ ହାତରେ ଏକ ପୁସ୍ତକ ଥିଲା। ଏହି ପୁସ୍ତକର ରଙ୍ଗ ଏବଂ ଆକାରରେ ବହୁତ ଭିନ୍ନତା ଥିଲା ଏବଂ ଏହା ପ୍ରଥମଟି ଠାରୁ ବହୁତ ଛୋଟ ମଧ୍ୟ ଥିଲା। ରାଜା ପୁଣି ଥରେ ତାଙ୍କୁ ପ୍ରଣାମ କରି ପଚାରିଲେ, ମହାରାଜ, ଆଜି ଆପଣ କେଉଁ ବହି ଖାତା ହାତରେ ଧରିଛନ୍ତି? ଦେବ କହିଲେ, ରାଜନ୍, ଆଜିର ବହି ଖାତାରେ ସେହି ଲୋକମାନଙ୍କ ନାମ ଲେଖାଯାଇଛି ଯେଉଁମାନେ ଈଶ୍ୱରଙ୍କର ଅତି ପ୍ରିୟ। ରାଜା କହିଲେ, କେତେ ଭାଗ୍ୟବାନ ହେବେ ସେହି ଲୋକମାନେ। ନିଶ୍ଚିତ ଭାବରେ ସେମାନେ ଦିନରାତି ଭଗବତ ଭଜନରେ ଲୀନ ରହୁଥିବେ। ଏହି ପୁସ୍ତକରେ ମୋ ରାଜ୍ୟର କୌଣସି ନାଗରିକ ଅଛନ୍ତି କି? ଦେବ ମହାରାଜ ବହି ଖାତା ଖୋଲିଲେ ଏବଂ ଏହା କ'ଣ? ପ୍ରଥମ ପୃଷ୍ଠାରେ ପ୍ରଥମ ନାମ ରାଜାଙ୍କର ହିଁ ଥିଲା। ରାଜା ଆଶ୍ଚର୍ଯ୍ୟଚକିତ ହୋଇ ପଚାରିଲେ, ମହାରାଜ, ମୋ ନାମ ଏଥିରେ କିପରି ଲେଖାଯାଇଛି? ମୁଁ ତ ମନ୍ଦିରକୁ ମଧ୍ୟ କ୍ୱଚିତ୍ ଯାଏ। ଦେବ କହିଲେ, ରାଜନ୍, ଏଥିରେ ଆଶ୍ଚର୍ଯ୍ୟର କ'ଣ? କି କଥା? ଯେଉଁମାନେ ନିଷ୍କାମ ହୋଇ ସଂସାରରେ ସେବା କରନ୍ତି, ଯେଉଁମାନେ ସଂସାରର ଉପକାରରେ ନିଜ ଜୀବନ ଅର୍ପଣ କରନ୍ତି, ଯେଉଁମାନେ ମୁକ୍ତିର ଲୋଭ ମଧ୍ୟ ତ୍ୟାଗ କରି ପ୍ରଭୁଙ୍କର ନିର୍ବଳ ସନ୍ତାନମାନଙ୍କର ସେବା ସହାୟତାରେ ନିଜର ଯୋଗଦାନ ଦିଅନ୍ତି, ସେ ହିଁ ତ୍ୟାଗୀ ମହାପୁରୁଷମାନଙ୍କର ଭଜନ ସ୍ୱୟଂ ଈଶ୍ୱର କରନ୍ତି। ହେ ରାଜନ୍, ତୁମେ ପଶ୍ଚାତାପ କର ନାହିଁ ଯେ ତୁମେ ପୂଜାପାଠ କରୁନାହଁ। ଲୋକମାନଙ୍କର ସେବା କରି ତୁମେ ପ୍ରକୃତରେ ଭଗବାନଙ୍କର ହିଁ ପୂଜା କରୁଛ। ପରୋପକାର ଏବଂ ନିଃସ୍ୱାର୍ଥ ଲୋକସେବା କୌଣସି ବି ଉପାସନା ଠାରୁ ଶ୍ରେଷ୍ଠ। ବେଦର ଉଦାହରଣ ଦେଇ କହିଲେ, କୁର୍ବନ୍ୟେବେହ କର୍ମାଣି ଜିଜୀବିଷେଚ୍ଛନ ସମାହା ଏବାନ୍ତାପ ନାନ୍ୟତ ଅସ୍ତି ୱ କର୍ମ ଲିପ୍ୟତେ ନରେ। ଅର୍ଥାତ୍ କର୍ମ କରୁ କରୁ 100 ବର୍ଷ ବଞ୍ଚିବାର ଇଚ୍ଛା କର, ତେବେ କର୍ମବନ୍ଧରେ ଲିପ୍ତ ହୋଇଯିବ। ରାଜନ୍, ଭଗବାନ ଦୀନ ଦୟାଳୁ ଅଟନ୍ତି। ତାଙ୍କୁ ଖୁସାମଦ ଭଲ ଲାଗେ ନାହିଁ, ବରଂ ଆଚରଣ ଭଲ ଲାଗେ। ସତ୍ୟ ଭକ୍ତି ତ ଏହା ହିଁ ଯେ ପରୋପକାର କରେ, ଦୀନ ଦୁଃଖୀଙ୍କର ହିତ ସାଧନ କରେ। ଅନାଥ, ବିଧବା, କୃଷକ ଏବଂ ନିର୍ଧନମାନେ ଆଜି ଅତ୍ୟାଚାରୀଙ୍କ ଦ୍ୱାରା ପୀଡ଼ିତ ହେଉଛନ୍ତି।
ସେମାନଙ୍କୁ ଯଥାଶକ୍ତି ସାହାଯ୍ୟ ଓ ସେବା କର ଏବଂ ଏହା ହିଁ ପରମ ଭକ୍ତି ଅଟେ। ରାଜାଙ୍କୁ ଆଜି ଦେବତାଙ୍କ ମାଧ୍ୟମରେ ବହୁତ ବଡ଼ ଜ୍ଞାନ ମିଳିସାରିଥିଲା ଏବଂ ବର୍ତ୍ତମାନ ରାଜା ମଧ୍ୟ ବୁଝିପାରିଲେ ଯେ ପରୋପକାର ଠାରୁ ବଡ଼ କିଛି ନାହିଁ ଏବଂ ଯେଉଁମାନେ ପରୋପକାର କରନ୍ତି ସେମାନେ ହିଁ ଭଗବାନଙ୍କର ସବୁଠାରୁ ପ୍ରିୟ ହୁଅନ୍ତି। ମିତ୍ରଗଣ, ଯେଉଁ ବ୍ୟକ୍ତି ନିଃସ୍ୱାର୍ଥ ଭାବରେ ଲୋକଙ୍କ ସେବା କରିବାକୁ ଆଗେଇ ଆସନ୍ତି, ପରମାତ୍ମା ସର୍ବଦା ସେମାନଙ୍କର କଲ୍ୟାଣ ପାଇଁ ଚେଷ୍ଟା କରନ୍ତି। ଆମ ପୂର୍ବଜମାନେ ମଧ୍ୟ କହିଛନ୍ତି, ପରୋପକାରାୟ ପୁଣ୍ୟାୟ ଭବତି, ଅର୍ଥାତ୍ ଅନ୍ୟମାନଙ୍କ ପାଇଁ ବଞ୍ଚିବା, ଅନ୍ୟମାନଙ୍କ ସେବାକୁ ହିଁ ପୂଜା ଭାବି କର୍ମ କରିବା, ପରୋପକାର ପାଇଁ ନିଜ ଜୀବନକୁ ସାର୍ଥକ କରିବା ହିଁ ସବୁଠାରୁ ବଡ଼ ପୁଣ୍ୟ। ଏବଂ ଯେତେବେଳେ ଆପଣ ମଧ୍ୟ ଏପରି କରିବେ, ସତ ହିଁ ଆପଣ ସେହି ଈଶ୍ୱରଙ୍କର ପ୍ରିୟ ଭକ୍ତମାନଙ୍କ ମଧ୍ୟରେ ସାମିଲ